সত্তা যেতবে সচিদানন্দময় সেতবে হয়ে উঠিব, সেতবে আনন্দ অমৃত রূপক আনন্দ সে অনুভব করিব। আর সেইটা হচ্ছে নাম। যেতবে বর্তমান আচার্যଙ୍କୁ জনে ভক্ত পচারে, একনিষ্ঠ ভক্ত পচারে, দাদা মতে কুহতু মু কিভাবে ভাবে ভাল মনুষ্যটিଏ হেবি, সেতবে আচার্য কହୁଛନ୍ତି ଠାକୁରଙ୍କ ତ ଏତେ କଥା କୁହା ଅଛି, ତୁ କଣ ଜାଣିନୁ ଆଉ ମତେ ପଚାରୁଛୁ? ନା ସିଏ କହୁଛି ଦାଦା ଆପଣ ହିଁ କୁହନ୍ତୁ ମୁଁ କିପରି ଭାବରେ ଭଲ ମଣିଷଟି ହେବି। ତାପରେ ଆଚାର୍ଯ୍ୟ ତିନୋଟି କଥା ସେ କହିଛନ୍ତି। ସେ ତିନୋଟି କଥା ଭିତରୁ ପ୍ରଥମେ କହୁଛନ୍ତି ଯେ ଖାଦ୍ୟର ସଂଯମତା ଆଚରଣ କରିବ, ଖାଦ୍ୟର ସଂଯମତା ବା ନିୟନ୍ତ୍ରଣ ଆଚରଣ କରିବ। এবং দ্বিতীয় কথা কি কয়, অর্থাৎ খাদ্য সংযমতা অর্থ কଣ? ମୁଁ ଯୋଉ ଆଜି ଏଇ ମାଛ ମାଂସ ପିଆଜ ରସୁଣ ମାଦକ ଦ୍ରବ୍ୟ ସେବନ କରୁଛି, ଏହା ଦ୍ୱାରା ମୋ ଶରୀରଟା ସବୁବେଳେ ଅପବିତ୍ର। ଅପବିତ୍ର ସ୍ଥାନରେ, এই অপবিত্র হৃদয় ভিতরে কেবে করে ঈশ্বর বাস କରିପାରନ୍ତି? ଆପଣମାନେ କେଉଁଠୁ ନିଜେ ଚିନ୍ତା କରନ୍ତୁ। ଯୋଉଠି ଅପବିତ୍ର ସ୍ଥାନ ଅଛି ସେଠି କେବେ ଈଶ୍ୱର ବା ଭଗବାନ ସେଠି କେବଳ ନଥାନ୍ତି। ତେଣୁ ସର୍ବପ୍ରଥମେ ହେଲା ହେଉଛି ମତେ ଖାଦ୍ୟର ସଂଯମତା ଆଚରଣ କରିବାକୁ ପଡ଼ିବ। ଦ୍ୱିତୀୟ କଥାଟି ପୁଣି ଦାଦା କହୁଛନ୍ତି ଆଉ କଣ ନା ଯେତେ ପାରିବୁ କମ୍ ନିଦ୍ରା ଯିବୁ, କମ୍ ନିଦ୍ରା ଯିବୁ, ଯେତେ ପାରିବୁ ଜାଗ୍ରତ ଚେତନ ଅବସ୍ଥାରେ ରହିବୁ। ଏବଂ ଚେତନ ଅବସ୍ଥା ରହିଲେ କଣ ହବ ନା এই যে উষা নিশা মন্ত্র সারণ চলা ফেরাই যা যথা সময় উষ্ণ দেশ মূর্ত করায় তপ, অর্থাৎ এই যে উষা সময়, এই যে নিশা সময়, অর্থাৎ রাত্রি 12টা পরে যে নিশা আসে সেই সময় যদি মনুষ্য নাম সাধনা করে এবং উষা সময়ে রাত্রি 4 বাজে যদি নাম সাধনা করে তাহলে তার ভিতরে অনেক অনেক ঠাকুরত্ব শক্তি জাগ্রত উঠিব, অর্থাৎ পরম পিতাଙ୍କ শক্তি মোর ভিতরে জাগ্রত হবে, মোর চেতনা স্তরে পরম পিতা উদয় হবে। ତେଣୁ ସେଥିପାଇଁ ଆଚାର୍ଯ୍ୟ କହୁଛନ୍ତି ଯେତେ ପାରିବୁ ନିଦ୍ରାକୁ ନିୟନ୍ତ୍ରଣ କରିବୁ। ଆଉ ତୃତୀୟ କଥାଟି କଣ ନା ତୃତୀୟ କଥାଟି ହେଉଛି ଯେତେ କମ୍ କଥା କହିବୁ, ଯେତେ କମ୍ ବାକ୍ ସଂଯମ କରିବୁ ଏବଂ ଯାହା କହିବୁ ମିଷ୍ଟ କଥା କହିବୁ। ଯେପରି କାହାରି ମନରେ ଦୁଃଖ ଦେବୁ ନାହିଁ, କାରଣ ଠାକୁରଙ୍କର ସେଇ ବାଣୀଟି ଅଛି କଥାଟି କହିବୁ ପୁରେର ମତ ଲାଗି ରହିଥିବ ଦେହେ, ମିଷ୍ଟ କଥାଟି ରିଷ୍ଟ ହେଲେ ଓଲଟା ପଛରେ ଧାନ। ତେଣୁ କେତେବେଳେ କାହାରି ମନରେ ଦୁଃଖ ଦେଲା ଭଳିଆ କଥା କହିବୁ ନାହିଁ, କାରଣ ଯଦି ମୋର କୌଣସି କଥା ଅନ୍ୟର ମନକୁ ଦୁଃଖ ଦିଏ ତାହେଲେ ସେ ମୋତେ 7 ଗୁଣ ଆକାରରେ ମୋ ପାଖକୁ ପୁଣି ରିଟର୍ନ ହେଇ ଆସିବ, ଅର୍ଥାତ୍ ସେ ଦୁଃଖ ପାଇଁ ମୁଁ ନିଜେ ହିଁ ଦାୟୀ। ଅର୍ଥାତ୍ ମୁଁ ଆଜି ଯଦି ସୁଖ ପାଉଥାଏ ସେଇଟା ବି ମୋର ସତ୍କର୍ମ ଫଳ, ମୁଁ ଯଦି ଦୁଃଖ ପାଉଥାଏ ସେଇଟା ବି ହେଉଛି ମୋର କର୍ମ ଫଳ। ଏଥିପାଇଁ କେହି ଦାୟୀ ନୁହନ୍ତି, ଏକଥା ହେଉଛି ଠାକୁରଙ୍କର କଥା। ତା ସତ୍ତ୍ୱେ ପୁଣି ଆଚାର୍ଯ୍ୟ କହୁଛନ୍ତି ଏ ତିନୋଟି କଥା କହିସାରିଲା ପରେ ତଥାପି ମୁଁ ତତେ ଗ୍ୟାରେଣ୍ଟି ଦେଇପାରିବି ନାହିଁ ତୁ ଭଲ ମଣିଷ ହେଇପାରିବ ବୋଲି। ତାପରେ ପୁଣି ଭକ୍ତ ଦାଦା ବିନୀତ ହୋଇ କହୁଛନ୍ତି ଦାଦା ଆଉ କଣ କରିବାର ଅଛି କୁହନ୍ତୁ, ମୁଁ ତାହା କରିବି। ଶେଷରେ ଆଚାର୍ଯ୍ୟ କହୁଛନ୍ତି ଚତୁର୍ଥ କଥାଟି ହେଲା ସଦା ସମୟ ନାମମୟ ହେଇ ରହିବ, ସଦା ସମୟ ନାମମୟ ହେଇ ରହିବ। ଅର୍ଥାତ୍ ଚାଲୁଥିଲେ ବୁଲୁଥିଲେ ଖାଉଥିଲେ ପିଉଥିଲେ ସବୁବେଳେ ମନେ ମନେ ନାମ କରୁଥିବି। এই নাম কাহিনী କରିବା না তার ଗୋଟେ সাইন্টিফিক রিজন ଅଛି, ସେଇଟା ବି କହୁଛି। ଆମର এই যে ব্রেন সেল ଦେଖୁଛନ୍ତି, ব্রেন সেল ଭିତରକୁ ଆମର ସାଇଣ୍ଟିଷ୍ଟ ମାନେ এই ରିସର୍ଚ୍ଚ ବର୍ତ୍ତମାନ ଆମର ସାଇନ୍ସ ଜର୍ଣ୍ଣାଲିଷ୍ଟରେ ଆମେରିକା ଜଣେ ବାହାର କରିଛନ୍ତି ଏବଂ ସେ ଠାକୁର ମଧ୍ୟ ସେଇ କଥା ଆଜି 100 ବର୍ଷ ପୂର୍ବରୁ କହିଥିଲେ। ପ୍ରତ୍ୟେକଟି ମଣିଷର ସେଇ ମସ୍ତିଷ୍କ ଭିତରୁ 72,000 ଚିନ୍ତା ତା ମୁଣ୍ଡକୁ ଢୁକିଥାଏ। ଗୋଟିଏ 24 ଘଣ୍ଟା ଭିତରେ 72,000 থটস প্রবেশ କରିଥାଏ। ଯେଉଁ থটস ଗୁଡ଼ାକର ମଣିଷର সেই ବ୍ରେନ୍ ଶକ୍ତିକୁ, ସେ ଚେତନା ଶକ୍ତିକୁ ଆଘାତ ଦେଇ 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 ନିଷ୍କ୍ରିୟ ମଣିଷକୁ କରିଦିଏ, ଯାହା ଫଳରେ ସେ କ'ଣ ହୁଏ ବିବେକ ଶୂନ୍ୟ ମଣିଷରେ ପରିଣତ ହୁଏ। ତେଣୁ ସେଇ ଯେଉଁ 72,000 କୁଚିନ୍ତା ବା ଯେଉଁ ଅନାବଶ୍ୟକ ଥଟ୍ସ ଗୁଡ଼ାକ ପ୍ରବେଶ କରେ ତାକୁ ହେଉଛି ରିପେଲିଂ କରିବା ପାଇଁ, ତାକୁ ରିପେଲିଂ କରିବା ପାଇଁ କ'ଣ ଆବଶ୍ୟକ ଅଛି ନା ସତ୍ନାମ। এই সৎনামের যে কম্পন হুয়ে এই কম্পনের ভিতরে দেই
সেই থটস গুড়াକ କଣ ହୁଏ ନା ଦୂରୀଭୂତ ହୁଏ। କାରଣ ଇଏ ଗୋଟେ ମୋଷ୍ଟ ପାୱାରଫୁଲ ନେମ୍। এই মোস্ট পাওয়ারফুল নেমକୁ ମଣିଷ ଯେତେବେଳେ ମନନ ସ୍ମରଣ କରେ ସେତେବେଳେ କଣ ହୁଏ, ତାର ଅନେକ ଅନେକ ଚିନ୍ତା ଦୂରୀଭୂତ ହୁଏ। ଆଉ ସେଇଥିପାଇଁ ତ ଶ୍ରୀ ଠାକୁରଙ୍କ ବାଣୀ ଅଛି, ଏ ନାମରେ ଯୋଗ, ଏ ନାମରେ ଭୋଗ, ଏ ନାମ ଅମୃତ ବାରି, ଏ ନାମ ମନନେ, ଏ ନାମ ସ୍ମରଣେ, ଦୁଃଖ ଯାଏ ଅପସରି। আর চিন্তা করুন ঠাকুরଙ୍କ ଯୋଉ ବାଣୀ ମଧୁର କଥା, এই নাম ଯେତେବେଳେ ମଣିଷ ମନନ ସ୍ମରଣ କରେ ସବୁବେଳେ ନାମମୟ ରହେ ନା, ଦୁନିଆରେ ତାକୁ କୌଣସି ଶକ୍ତି କାବୁ କରି ରଖିପାରିବ ନାହିଁ। ସେଥିପାଇଁ ସେ ଠାକୁର ତାଙ୍କ ସେଇ ହୋଲି ଗ୍ରନ୍ଥରେ ସେ ଲେଖିଦେଲେ, ନେମ୍ ଆଣ୍ଡ ଲଭ୍ କ୍ୟାନ୍ କନକ୍ୟୁର ଅଲ୍ ଦି ୟୁନିଭର୍ସ, ଅର୍ଥାৎ ନାମ ଏବଂ ପ୍ରେମ এই সমগ্র বিশ্বକୁ জয় କରିପାରିବ। ଆପଣମାନେ ତ ପରୀକ୍ଷା କରିପାରନ୍ତି, ସବୁବେଳେ ନାମ କରନ୍ତୁ ନା। ଦେଖନ୍ତୁ ଆଜି ଯୋଉ କହୁଛନ୍ତି ଲୋକ ଆମ କଥା ଶୁଣୁନାହିଁ, ସେଥିପାଇଁ ମୁଁ କାହିଁ, କାରଣ ମୁଁ ନିଜେ ହଉଛି ଜ୍ଞାନିତ ନୁହେଁ, ମୁଁ ନିଜେ ଆଜି ନାମମୟ ନୁହେଁ। ତେଣୁ ମୋର କଥା, ମୋର ସେ ଭଲ ପାଇବାର କଥା ଅନ୍ୟର ହୃଦୟ ଭିତରକୁ ସେ ସ୍ପର୍ଶ କରିପାରୁନାହିଁ। ତେଣୁ ଆମେ ଯେ ଖାଲି କଥା କହିଲେ ଗାଜର, ଠାକୁର କିନ୍ତୁ ତାହା ପସନ୍ଦ କରନ୍ତି ନାହିଁ। ମୋର ଯେତେବେଳେ ଚଳଣି, ମୋର ଚିନ୍ତାଧାରା, ମୋର ବାକ୍ୟ ଯେତେବେଳେ ଅନ୍ୟର ହୃଦୟକୁ ସ୍ପର୍ଶ କରିବା ନା, ସେତେବେଳେ ସେ ଆପେ ଆପେ ଠାକୁରମୁଖୀ ହେବ, ଠାକୁରଙ୍କ ସତ୍ ଦୀକ୍ଷା ଗ୍ରହଣ କରିବ। ତାକୁ ବିଶେଷ କିଛି କରିବାର ପ୍ରୟୋଜନ ନାହିଁ। এই ଯୋଉ ଖାଦ୍ୟ ସଂଯମ କଥା କହୁଥିଲେ, ପ୍ରଥମେ ଯେତେବେଳେ এই দীক্ষার প্রচলন ହେଲା, মাতা মনমোহনী দেবী প্রথমে দীক্ষা প্রচলন করলে এবং সেତେବେଳେ মাতা মনমোহন ଯୋଉ দীক্ষা ଦେଉଥିଲେ ସେତେବେଳେ ଯୋଉମାନେ ସମ୍ପୂର୍ଣ୍ଣ ନିରାମିଷ ଆହାର ଗ୍ରହଣ କରୁଥିଲେ ସେଇମାନଙ୍କୁ ହିଁ ଦୀକ୍ଷା ଦିଆଯାଉଥିଲା। କିନ୍ତୁ ଦେଖାଗଲା ଯେତେବେଳେ ଲୋକମାନେ କିନ୍ତୁ ଏ ପଥରେ ଚଳିବା ପାଇଁ ନାରାଜ, ସେତେବେଳେ ଠାକୁର ଟିକେ ଢିଲା କରିଦେଲେ। ଆଗରେ ମଣିଷ ଏଇ ସତ୍ସଙ୍ଗ ରାଜ୍ୟକୁ ଆସୁ, ତାପରେ ମଧ୍ୟ ସେ ନିରାମିଷ ହବ, ଯାହାଫଳରେ দীক্ষা করে স্বপ্নান কিন্তু সমগ্র পৃথিবী পৃষ্ঠের প্রচার প্রসার হব, লোকমানে বঞ্চি যাবে। এইপাই ঠাকুর টিকে রিলাক্স করদেলে এবং যাফলে প্রথমে স্বপ্নানকে দীক্ষা দিয়াগলা এবং পরবর্তী সময় কুয়াগলা যে প্রত্যেক মনিষ নিরামিষ আহার করিব, তাহলে যাই তার আধ্যাত্মিক চেতনার উন্নতি হব। কিন্তু আজি আমি মানে 20 বর্ষ 30 বর্ষ সৎ দীক্ষা গ্রহণ করুন সত না রে বাবা, ମୁଁ ସେ ରାସ୍ତାକୁ ଯାଇପାରିବି ନାହିଁ, ପିଆଜ ରସୁଣ ଛାଡ଼ି ପାରିବି ନାହିଁ। ତାହେଲେ କୁହନ୍ତୁ ମୁଁ କେବଳ ଧର୍ମକୁ ଆଖି ଠାର ମାରି ଚାଲିଛି, ତାର ମନରେ କି ପରିବର୍ତ୍ତନ ହବ? ତଥାପି ସେ ଠାକୁର ବହୁ ଆଶାବାଦୀ। ଯେମିତି ଫମ୍ପା ମାଠିଆରେ ପାଣି ଚାଲିଲେ ଠାକୁର ଆଶା କରିବେ କେତେବେଳେ ଶିଉଳି ଜମିଯିବ ଆଉ ପାଣିଟା ମାଠିଆରେ ରହିଯିବ। ଠିକ୍ ସେମିତି ଆମର ଦୀକ୍ଷାର ଅବସ୍ଥା ମଧ୍ୟ ସେଇଆ। ଠାକୁର କହୁଛନ୍ତି এই নামটা যদি সে করে তাহলে তার ভিতরে সে ভাব জাগ্রত হব, সে পুଣି କ'ଣ ହବ, ନିରାମିଷ ଆହାର କରିବ, ସ୍ୱସ୍ଥୟନ ବ୍ରତ ଗ୍ରହଣ କରିବ। এই ସ୍ୱସ୍ଥୟନ ଭିତରେ ତାର ବ୍ୟକ୍ତି ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, ରାଷ୍ଟ୍ର ଜୀବନ, ପଞ୍ଚ ମହାଜୀବନ ଭିତରେ ଧର୍ମ ପ୍ରତିଷ୍ଠା ହବ। এইটা হচ্ছে ସ୍ୱସ୍ଥୟନ ବ୍ରତର ହଉଛି একমাত্র ଉଦ୍ଦେଶ୍ୟ। ଅନେକ ଲୋକ ମତେ ଅନେକ କଥା ପଚାରିଛନ୍ତି ଯେ କହୁଛନ୍ତି ତାଙ୍କର ଦୀକ୍ଷା ନେଇ ତୋର ପରିବର୍ତ୍ତନ ହେଇଛି କ'ଣ? ମୁଁ ସେମାନଙ୍କୁ ଗୋଟିଏ କଥା କହେ, ଆପଣମାନେ ମାଚିସ୍ ଦେଖିଛନ୍ତି, ମାଚିସ୍ର ସେ ଉପରେ ଟିକିଏ ମାତ୍ର ବାରୁଦ ଲାଗିଥାଏ। ଯୋଉ ବାରୁଦକୁ, ଯୋଉ ମାଚିସ୍କୁ ଆମେ ପକେଟରେ ରଖିପାରୁଛନ୍ତି, କିନ୍ତୁ ସେଇ ବାରୁଦ ଯେତେବେଳେ ଟିକିଏ ଘଷି ଦେଲେ ଅଗ୍ନି ସ୍ଫୁଲିଙ୍ଗ ହୁଏ, ସେତେବେଳେ ସମଗ୍ର ଜଗତକୁ ସେ କଣ୍ଠରେ ଧ୍ୱଂସ କରିଦେଇପାରେ। তো মনুষ্য ভিতরে যে এই শয়তান প্রকৃতি রয়েছে, কাম ক্রোধ মদ লোভ প্রভৃতির যে কমপ্লেক্স রয়েছে, ইয়ে যদি সুনিয়ন্ত্রিত ন হয়ে মাচিস কাড়ি পড়ে তাহলে কেতে বেড়ে যে হচ্ছে বিস্ফোরণ ঘটিব। তার ইয়ত্তা হয় আপনার দেখুଛନ୍ତି ଯୋଉମାନେ ଦୀକ୍ଷା ନେଇନାହାନ୍ତି ସେମାନଙ୍କ ଜୀବନ ଆଜି କ'ଣ ହେଇଛି? ଆତ୍ମହତ୍ୟା କରୁଛନ୍ତି, ବାପା ମାଙ୍କୁ ହତ୍ୟା କରୁଛନ୍ତି, ଭାଇ ଭାଇ ଭିତରେ ହତ୍ୟା, ସ୍ୱାମୀ ସ୍ତ୍ରୀର ଆଜି ବିଚ୍ଛେଦ। କିନ୍ତୁ খুব কম পরিমাণে সৎসঙ্গী ভাই মা ମାନଙ୍କ ভিতরে এই জিনিস গুড়াক ବହୁତ কম ঘটুଛି। ଯୋଉମାନେ ଅନ୍ତତ ଦେଇ ପ୍ରାର୍ଥନା କରୁଛନ୍ତି, ଅନ୍ତର ଭିତରେ ଦେଇ ନାମ ସାଧନା କରୁଛନ୍ତି, ଇଷ୍ଟ ଭକ୍ତି କରୁଛନ୍ତି ଏବଂ ନିତ୍ୟ ଯଦି ଠାକୁରଙ୍କ ସହିତ ଯୁକ୍ତ ରହିଛନ୍ତି, ତାହେଲେ ଆମର ଅନେକ ଜନ୍ମର କର୍ମଫଳ ଅଛି, ତାକୁ ଭୋଗ କରିବାକୁ ପଡ଼ିବ।
কিন্তু তার ভিতরে তথাপি মনুষ্যকে বঞ্চি যায়, সে উৎপাদ করে পারে না, সাধারণ লোক ভরে সে উৎপাদ করে পারে না, তার ভিতরে অনেক সহিবার শক্তি মধ্যে বৃদ্ধি পায়, সে অনেক নিয়ন্ত্রণ মধ্যে জীবন যাপন করে। এর থেকে পরিবর্তন হতে ইহা আখে বসে হয়ে না পারে, কিন্তু আমি সমস্ত পচারিবা নিজକୁ ନିଜେ ଆମେ ପଚାରିବା ମୁଁ ଯଦି ଠାକୁରଙ୍କୁ ଗ୍ରହଣ କରିନଥାନ୍ତି ହୁଏତ ଆଜି ମୋର ଅବସ୍ଥା କ'ଣ ହୋଇଥାନ୍ତା। ତେଣୁ ଏଇଟା ଆମେ ନିଜକୁ ନିଜେ ପ୍ରଶ୍ନ କଲେ ଆମେ ଏ କଥା ଜାଣିପାରିବା। ତେଣୁ ସେ ଯାହା ବି ହଉ, ଯେତେବେଳେ এই ମହାନଗର ଆପଣ ନିଜ 2 ବର୍ଷ ପୂର୍ବ ଯୋଉ ଦୁର୍ଘଟଣା ଘଟିଲା, କେତେ ଲୋକ ମରିଗଲେ ଆପଣମାନେ ଦେଖିଛନ୍ତି, ଟିଭି ସାରା ବିଶ୍ୱରେ ତଳ ପଡ଼ିଗଲା, ହଜାର ହଜାର ଲୋକ ମରିଗଲେ। ସେ କି ବିଭତ୍ସ ଦୃଶ୍ୟ, সেই যে ট্রেন অ্যাক্সিডেন্টরে সেতবে গোটিয়ে বি সৎসঙ্গ, সেই ট্রেনে ফেরুতে যে সৎসঙ্গ মানে জনে বি সৎসঙ্গে সেতবে কেহি মৃত্যু মুখে পড়ি নথিলে। যেতবে আচার্য পাখে বার্তা পৌঁছলা, সব সৎসঙ্গ মন্দির কেন্দ্র মানুষ আচার্য বার্তা দেলে তুমি মানে যাই সেমানকে উদ্ধার করো, সেমানকে উদ্ধার করো এবং উদ্ধার করে লাগলে সেই এই আমার গুরু ভাই মানে। এবং পরবর্তী সময়ে আচার্য নিজକୁ নিজে প্রশ্ন করছেন, তাহলে কোন পাই কেবল এই সৎসঙ্গী ভাই মানে বঞ্চি গলে ଆଉ ଅନ୍ୟମାନେ ସବୁ ବିଦାୟ ନେଇ ଚାଲିଗଲେ ନା? ସେଇ ମୁହୂର୍ତ୍ତରେ ଥିଲା ସନ୍ଧ୍ୟା ପ୍ରାର୍ଥନାର ସମୟ। ତେଣୁ ଟ୍ରେନ ଭିତରେ ସେତେବେଳେ ବୋ ଭାଇ ମାନେ ପ୍ରାର୍ଥନା କିଏ କିଏ କରୁଥିଲେ, କିଏ କିଏ କରିସାରିଥିଲେ, ଆଉ କେତେ ଜଣ ମଧ୍ୟ ନାମ କରୁଥିଲେ, ଧ୍ୟାନ କରୁଥିଲେ। ଯାହା ଫଳରେ ଯେତେବେଳେ ଏକ୍ସିଡେଣ୍ଟ ହେଲା ସେତେବେଳେ ସେଇ ପରମ ପିତାଙ୍କ ଦୟାର ସେମାନେ ରକ୍ଷା ପାଇଗଲେ। ତେଣୁ ସେ ଠାକୁର ସାଙ୍ଗେ ପାଇବା ବର୍ତ୍ତମାନ ଆଚାର୍ଯ୍ୟ ପ୍ରତିଟି ମଣିଷ ପ୍ରତି ବହୁତ ପ୍ରଭୁଙ୍କୁ ନେଇ ବ୍ୟସ୍ତ ରହେ। এই যে ডিপিমাত্র কাম, প্রতি ঘরକୁ যাও অন্তত 2-3টি ঘরକୁ প্রত্যেক দিন ଯିବି, প্রত্যেক গুরু ভাই সହିତ আয়ত ନ ଯାଇ ପାରେ ଫେର ବି ସେମାନଙ୍କର ଖୋଜ ଖବର ନେବି, ସେମାନଙ୍କ ସହିତ ସମ୍ପର୍କ ରଖିବି। ତାହେଲେ କିଛି ନା କିଛି ଏଇ କର୍ମ ଭିତରେ ଦେଇ ମଣିଷ କ'ଣ ବି ପ୍ରଭୁଙ୍କର ବଳୟ ଭିତରେ ରହେ, ଏଇ ଗଜଞ୍ଜାଳ ଇଷ୍ଟପତି ପ୍ରାର୍ଥନାର ବଳୟ ଭିତରେ ରହେ, ଇଷ୍ଟ କର୍ମ ଚିନ୍ତନ ଭିତରେ ଯଦି ରହେ, ତାହେଲେ ଏଇ ମହାକାଳ ମୋର ପ୍ରତି ମୁହୂର୍ତ୍ତରେ ମୁଣ୍ଡ ଉପରେ ଘୁରି ବୁଲୁଛି, এই মহাকাল ছঞ্চাণ ଆଉ ଠାକୁର କହିଲେ ତୁମକୁ ଝାମ୍ପି ଦେଇପାରିବ ନାହିଁ ରେ, ତୁମକୁ ଆଉ ଝାମ୍ପି ଦେଇପାରିବ ନାହିଁ, ତୁମେମାନେ ମୋରି କୂଳରେ ତୁମେମାନେ ରହିଯିବ। ସେଇଥିପାଇଁ ସେ ଠାକୁର ବର୍ତ୍ତମାନ ଆଚାର୍ଯ୍ୟ ଅବିନ୍ଦା କେତେ ଭାବରେ କେତେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଆଉ ଆମ ସମସ୍ତଙ୍କୁ ବଞ୍ଚିବା ପାଇଁ ତାଙ୍କର ଆହ୍ୱାନ ଏକମାତ୍ର ସେଇ ଜଗଞ୍ଜାଳ ନିଷ୍ଠପତି ସମସ୍ତେ ହୁଅ, ନାମ ପରାୟଣ ହୁଅ ଏବଂ ଅନ୍ତତଃ ସମସ୍ତେ ନିଜ ଭିତରେ ସବୁ ପ୍ରକାର ভুলে যাই সেই পরম পিতাଙ୍କର আহ্বান ଯୋଉଠି ହୁଆ, ପ୍ରତିଟି ଗୁରୁ ଭାଇଙ୍କ ଘରକୁ ଯାଅ, ତାଙ୍କ ସହିତ ପ୍ରୀତି ସମ୍ପର୍କ ସ୍ଥାପନ କର, ଧୀରେ ଧୀରେ ସେମାନଙ୍କୁ ନାମମୟ କରି ତୋଳ। ଜଞ୍ଜାଳ ନିଷ୍ଠ ବୋଲି ଏଇଟା ହଉଛି ଏକମାତ୍ର ତପସ୍ୟା, ଏଇଟା ହଉଛି ଏକମାତ୍ର ଧର୍ମ, ଏଇଟା ଏକମାତ୍ର ଆଧ୍ୟାତ୍ମ ଉନ୍ନତିର ଏଇ ହଉଛି ଏକମାତ୍ର କାର୍ଯ୍ୟ। ଆଉ ଏହା ବ୍ୟତୀତ ଯେତେ ବ୍ରତ ଉପବାସ କୋଟି ତୀର୍ଥ କଲେ ମଧ୍ୟ ତାର କିନ୍ତୁ ଫଳ ପ୍ରାପ୍ତ ହେବନି, କାରଣ ଇଏ ହଉଛି ବ୍ରହ୍ମ ସାଧନା। क्षेत्र ब्रह्ममय सामग्री से ब्रह्म साधना देते। तेणु यही हृदय भितर यही मनीष स्वर भितर आम से ब्रह्म मयसत्ता को उपलब्धि करवा, यहाँ सरल साधना, या व्यतीत अन्य उपाय ना। तेणु समय तो हो गला, आहरी अनेक कथा थे, आज मोर ये कही आलोचना सांग कर सर्वशेष समस्त मंगल कामना करी मोर आलोचनार विराम नौछि। समस्त को मोर से अंतर प्रीति भरा जय गुरु संभाषण जनाऊँ। बर्तमान आमर तपन भाई जय राधे कीर्तन करने सहित ध्वनि देवे। जय